କିନ୍ତୁ ମୁଖ୍ୟମନ୍ତ୍ରୀ ନିଜେ ଉପଲବ୍ଧି କଲେଣି ଯେ କଂଗ୍ରେସ ଦଳ ଯୋଉଟା କହୁଥିଲା ସତ୍ୟ କଥାଟି କହୁଛି ଏବଂ ଯୋଉଥିପାଇଁ କଂଗ୍ରେସ ଦଳ ଲଢ଼େଇ କରୁଥିଲା ସେଇଟା ବାସ୍ତବତାରେ ପରିଣତ ହେଇଛି। ପ୍ରତ୍ୟେକ ଦିନ ନାରୀମାନଙ୍କ ଛାତ୍ରୀମାନଙ୍କର ଯୋଉ ତାଙ୍କ ପ୍ରତି ଯୋଉ ଅନ୍ୟାୟ ଅତ୍ୟାଚାର ହଉଛି, ମୁଖ୍ୟମନ୍ତ୍ରୀ ବି ତ ମଣିଷ, ସେ ନିଜେ ଉପଲବ୍ଧି କରିସାରିଲେଣି ନାରୀ ପ୍ରତି ବହୁତ ଅନ୍ୟାୟ ଅତ୍ୟାଚାର ହଉଛି ଛାତ୍ରୀମାନଙ୍କ ପ୍ରତି। କଂଗ୍ରେସ ଦଳ ଯାହା କହୁଛି ବାସ୍ତବ କ୍ଷେତ୍ରରେ ସତ କଥାଟା କହୁଛି। ସେଇଥିପାଇଁ ମୁଖ୍ୟମନ୍ତ୍ରୀ ଡେରି ହେଲେ ମଧ୍ୟ ଏ ନିର୍ଦ୍ଦେଶ ଦେଇଛନ୍ତି। ନାଇଁ, ଶ୍ରୀମନ୍ଦିର କିଏ ଭାଙ୍ଗି ପାରିବେନି। ଯେ ଧମକ ଦେଉଛନ୍ତି ଯେ ଡୁପ୍ଲିକେଟ ଯାକ, ଓରିଜିନାଲ କାହାର ସାହସ ନାହିଁ ଧମକ ଦେବା ପାଇଁ। ଶ୍ରୀମନ୍ଦିର ଓଡ଼ିଆର ଅସ୍ମିତା, ଓଡ଼ିଆର ସ୍ୱାଭିମାନ କଥା ପଡ଼ିଛି ଏଇଠି। ଶ୍ରୀମନ୍ଦିର ପ୍ରତି କୌଣସି ଆଞ୍ଚ ଆସିଲେ ବରଦାସ୍ତ କରାଯିବ ନାହିଁ, ବରଦାସ୍ତ କରାଯିବ ନାହିଁ। ଏବଂ ମାଓବାଦୀ ହୁଅନ୍ତୁ ଯିଏ ହୁଅନ୍ତୁ, ସେ କୌଣସି ପରିସ୍ଥିତି କଳା ପାହାଡ଼ ହାରିକିରି ପଳେଇଛି ଆଉ ମାଓବାଦୀ ଆଙ୍କେ କ'ଣ କରିବେ? ବେକାର, ଆଙ୍କେ କିଛି କରିପାରିବେନି। ଆଙ୍କେ ଖାଲି ଧମକ ଦଉଛନ୍ତି ଖାଲି ଲେଖାରେ, କିନ୍ତୁ ବାସ୍ତବ କ୍ଷେତ୍ରରେ ସେମାନେ କିଛି କରିପାରିବେନି। ଶ୍ରୀମନ୍ଦିର ଭିତରେ ଏଆଇ କ୍ୟାମେରା ବସୁଛି, ଡ୍ରୋନ୍ ଉଡୁଛି, ବିଭିନ୍ନ ମାପଚୁପ କରାଯାଉଛି, ତାର ସ୍ଥିତି କୋଉଠି ନାଇଁ, ଶୁଣନ୍ତୁ, ଯୋଉମାନେ ନେଇଛନ୍ତି ଜଗନ୍ନାଥ ତାଙ୍କୁ ଅଟୋମେଟିକ ଧରେଇଛନ୍ତି। ଜଗନ୍ନାଥ ଅଛନ୍ତି, ଜଗନ୍ନାଥ ହଉଛନ୍ତି ସ୍ୱୟଂ ଜଗନ୍ନାଥ। ଜଗନ୍ନାଥ ହଉଛନ୍ତି ସ୍ୱୟଂ ଗୋଟେ ଦାରୁ ବ୍ରହ୍ମ। ଏ ପରିପ୍ରେକ୍ଷୀରେ ଆଉ ଆମର ଧମକ ଚମକ ଓଡ଼ିଆ ପୁଅ କେବେ ଧମକ ଚମକ ଡରିନି, ଡରିବା ପ୍ରଶ୍ନ